Hello everyone, welcome to my YouTube channel Education Trick. ଆପଣମାନଙ୍କୁ ପିଜି ସେକେଣ୍ଡ ସେମିଷ୍ଟାର ଓଡ଼ିଆ ଅନର୍ସର ଯେକୌଣସି ନୋଟ୍ ଦରକାର ହେଲେ କମେଣ୍ଟ କରନ୍ତୁ। ନେକ୍ସଟରେ ଭିଡ଼ିଓ ଅପଲୋଡ଼ ହେବ। ପିଜି ସେକେଣ୍ଡ ସେମିଷ୍ଟାର ପେପର 203ର ୟୁନିଟ୍ 3 ଓଡ଼ିଆ ଲୋକନାଟକର ସ୍ୱରୂପ ଓ ପ୍ରକାରଭେଦ। ଲୋକନାଟକ ଏକ ସର୍ବପ୍ରାଚୀନ ଲୋକନାଟ୍ୟ। ମଣିଷର ସହଜାତ ପ୍ରବୃତ୍ତି ସହିତ ଏହା ଜଡ଼ିତ। କଳା ମଣିଷର ଭାବପ୍ରବଣତା ଜଡ଼ିତ। କାବ୍ୟ ମଧ୍ୟରେ ନାଟକ ରମ୍ୟ ବୋଲି ନାଟ୍ୟଗ୍ରନ୍ଥମାନଙ୍କରେ ବର୍ଣ୍ଣନା ରହିଛି। ଯଥା କାବ୍ୟେଷୁ ନାଟକମ୍ ରମ୍ୟମ୍। ସାହିତ୍ୟ ଦର୍ପଣରେ କାବ୍ୟକୁ ଦୃଶ୍ୟ ଓ ଶ୍ରବ୍ୟ ଭେଦରେ ଦୁଇ ଭାଗରେ ବିଭକ୍ତ କରାଯାଇ ଅଭିନୟ ଯୋଗ୍ୟ କାବ୍ୟକୁ ଦୃଶ୍ୟ କାବ୍ୟ ବୋଲି କୁହାଯାଏ। ଅର୍ଥାତ୍ ଅଭିନୟ ଯୋଗ୍ୟତା ଥିବା କାବ୍ୟ ହିଁ ଦୃଶ୍ୟ କାବ୍ୟ। ଦର୍ଶକକୁ ଆନନ୍ଦ ପ୍ରଦାନ କରିବା ହିଁ ନାଟକର ପ୍ରକୃତ ଧର୍ମ। ସେଥିପାଇଁ ନାଟ୍ୟ ଦର୍ପଣରେ ରାମଚନ୍ଦ୍ର ଗୁଣଚନ୍ଦ କହିଛନ୍ତି, ନାଟକମିତି ନାଟୟତି ବିଚିତ୍ର ରଚନା ପ୍ରବେଶନ ସଭ୍ୟାନା ରଞ୍ଜୟତିଥି ନାଟକମ୍। ସଂସ୍କୃତ ଆଳଙ୍କାରିକମାନେ ନାଟକର ଉଦ୍ଦେଶ୍ୟ ସମ୍ପର୍କରେ ମତ ପ୍ରଦାନ କରିବାକୁ ଯାଇ କହିଛନ୍ତି, ଏଥିରେ ଉପଦେଶ ପ୍ରଶାନ୍ତି ମିଳିବା ସଙ୍ଗେ ସଙ୍ଗେ ଧର୍ମ, ଯଶ, ଆୟୁ ବୃଦ୍ଧି ହୋଇଥାଏ। ପୁଣି ସମସ୍ତେ କଳାର ନିର୍ଯାସ ନାଟକ ମଧ୍ୟରେ ମିଳିଥାଏ। ଏହି ଦୃଶ୍ୟ କାବ୍ୟରେ ଗୋଟିଏ କଥାବସ୍ତୁ ରହିଥାଏ। ସେହି କଥାବସ୍ତୁକୁ ଦର୍ଶକ ମଞ୍ଚ ଉପରେ ଅଭିନୀତ ହେବାର ପଠନ ଅପେକ୍ଷା ବହୁ ଅଧିକ ଦେଖିବାକୁ ଆନନ୍ଦ ପାଇଥାଏ। ଆରିଷ୍ଟୋଟଲଙ୍କ ମତରେ ଇନ୍ ଏ ପ୍ଲେ ଦ ପର୍ସନେଜ ଆକ୍ଟ ଦ ଷ୍ଟୋରି। ସାହିତ୍ୟରେ କୌଣସି ବିଭାଗରେ ନାଟକ ପରି ଜୀବନ୍ତ ଚରିତ୍ରଗଣ ଆଖି ଆଗରେ ଚଲାବୁଲା ବା କଥାବାର୍ତ୍ତା କରିପାରନ୍ତି ନାହିଁ। ନାଟ୍ୟକାର ନାଟକରେ ଯେଉଁ ରସ ସୃଷ୍ଟି କରିବେ ତାର ପରିବେଷଣ ଦାୟିତ୍ୱ ଅଭିନେତାଙ୍କର ଏବଂ ଆସ୍ୱାଦନ ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ଦର୍ଶକଙ୍କର। ତେଣୁ ନାଟ୍ୟକାର, ଅଭିନେତା ଓ ଦର୍ଶକ ଏହି ତିନି ପାତ୍ରଙ୍କ ଆନୁପାତିକ ସମନ୍ୱୟ ନାଟକକୁ ଏକ ସାର୍ଥକ କଳାତ୍ମକ ରୂପ ପ୍ରଦାନ କରିପାରେ। ଏହି ପରିପ୍ରେକ୍ଷୀରେ ନାଟକକୁ ଏକ ମିଶ୍ରିତ କଳା କରିବାରେ ଯଥାର୍ଥ ରହିଛି। ଲୋକବୃତ୍ତିର ଅନୁକରଣ ଦ୍ୱାରା ନାଟକ ରଚିତ ହୋଇଥିବା ବିଷୟ ଭରତମୁନି ସ୍ୱୀକାର କରି କହିଛନ୍ତି, ଲୋକବୃତ୍ତାନୁକରଣ ନାଟ୍ୟ ମେ ତନ୍ମୟ କୃତମ୍। ମଣିଷ ଜୀବନ ସହିତ ନାଟକ ଓତପ୍ରୋତ ଭାବରେ ଜଡ଼ିତ। ଓଡ଼ିଆ ଲୋକନାଟ୍ୟ ସୃଷ୍ଟିର ପ୍ରେରଣାସ୍ଥଳ ଗ୍ରାମାଞ୍ଚଳ, ଗ୍ରାମରୁ ଆରମ୍ଭ ହେଉଛି। ଓଡ଼ିଶାର ପ୍ରାଚୀନ ଲୋକ ସଂସ୍କୃତିର ଏକ ପ୍ରଧାନ ବିଭାଗ ରୂପେ ଲୋକନାଟ୍ୟ ମୂଳତଃ ଗ୍ରାମ୍ୟ ପରିବେଶରେ ଲାଳିତ ଓ ବର୍ଦ୍ଧିତ। ଏକ ଉନ୍ନତ ପରମ୍ପରାର ସ୍ୱାକ୍ଷର ବହନ କରି ଏହା ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଅବିକଳ ବା ବିକୃତ ଭାବେ ଅଦ୍ୟାପି ଜୀବିତ। ଗ୍ରାମୀଣ ଜନତାଙ୍କ ଚିତ୍ତ ବିନୋଦ ପାଇଁ ଓ ଅବସର ସମୟକୁ ଆନନ୍ଦ ମୁଖର କରିବା ଉଦ୍ଦେଶ୍ୟରେ ଏହି ଲୋକନାଟ୍ୟ ସୃଷ୍ଟି ଲାଭ କରିଥିଲା। ଲୋକ ତଥା ନାଟ୍ୟ ଏ ଉଭୟ ଜଗତକୁ ଆଶ୍ରୟ କରି ଲୋକନାଟକର ବିକାଶ। ମଧ୍ୟଯୁଗୀୟ ପ୍ରାନ୍ତୀୟ ସାହିତ୍ୟରେ ଏହାର ଉତ୍ସ ସନ୍ଧାନ କରାଯାଇପାରେ। ତେବେ ମୂଳତଃ ପରମ୍ପରା ମଧ୍ୟ ଦେଇ ହିଁ ଏହାର ପ୍ରସାର। ଗ୍ରାମ୍ୟ ଲୋକମାନଙ୍କର ବିଭିନ୍ନ ଜୀବନଧାରା ସହିତ ତାଳ ଦେଇ ଲୋକନାଟକ ତା ଗତିପଥରେ ସ୍ୱଚ୍ଛନ୍ଦରେ ଗତି କରିପାରିଛି। କୃଷି ସମୟରେ ଫସଲ ଉତ୍ପାଦନ ସମୟରେ ବିଭିନ୍ନ ପୂଜା ପର୍ବଣ ସମୟରେ ସେ ନାଚ କରିଛି। ପୁଣି ଏହି ନାଚର ଉତ୍ପାଦନ ସଂଗୃହୀତ ହୋଇଛି ରାମାୟଣ, ମହାଭାରତ ଆଦି ବିଭିନ୍ନ ପୁରାଣ ତଥା ଜୈନ ଓ ବୌଦ୍ଧ ଶାସ୍ତ୍ରରୁ। ଲୌକିକ ଧର୍ମାଚାରରୁ ଲୋକନାଟ୍ୟ ସୃଷ୍ଟି ହୋଇଛି। ଧର୍ମୀୟ ଶୋଭାଯାତ୍ରାର ମୂକାଭିନୟ ପରବର୍ତ୍ତୀ ସମୟରେ ବିଧିବଦ୍ଧ ଅଭିନୟର ରୂପାନ୍ତରିତ। ଧୂଳିଦଣ୍ଡ, ଶୀତଳଷଷ୍ଠୀ ଯାତ୍ରା, ରାମାଭିଷେକ ଉତ୍ସବ, ରାବଣ ପୋଡ଼ି, ଠାକୁରାଣୀ ଯାତ୍ରା, ହରିଜନ୍ମ, କୋଇଲି ଓଷା ପ୍ରଭୃତି ଅଭିନୟମୂଳକ ଧର୍ମଚାରଗୁଡ଼ିକ ପୂର୍ଣ୍ଣାଙ୍ଗ ଲୋକନାଟକର ସୃଷ୍ଟି ପ୍ରେରଣା ଯୋଗାଇଥିବା ଅନୁମେୟ। ସବ୍ ପଏଣ୍ଟ। ଲୋକନାଟକର ଉଦ୍ଭବ ଓ ବିକାଶ ସମ୍ପର୍କରେ ନାନା ମତ ପରିଲିଖିତ ହୋଇଥାଏ। ଲୋକନାଟକ ତେବେ ଭରତଙ୍କ ନାଟ୍ୟ ଶାସ୍ତ୍ରରେ ବ୍ୟବହୃତ ଲୋକଧର୍ମୀ ଓ ନାଟ୍ୟଧର୍ମୀ ଶବ୍ଦ ଦ୍ୱାରା ଏହାର ପ୍ରାଚୀନତାକୁ ଅନୁମାନ କରାଯାଇପାରେ। ବୈଦିକ ଯୁଗରେ ମନୋରଞ୍ଜନ ନିମିତ୍ତ ବିଭିନ୍ନ ପ୍ରକାର ଅଭିନୟ କରାଯାଉଥିବାର ସୂଚନା ମିଳିଥାଏ। ବୌଦ୍ଧ ନିକାୟ ଗୁଡ଼ିକରେ ଉଲ୍ଲେଖିତ ହୋଇଥିବା ନଟ, ଶୋଭନିକ ଇତ୍ୟାଦି ଶବ୍ଦରୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ବେଳକୁ ଏକ ସମୃଦ୍ଧ ନାଟକ ପରମ୍ପରାର ଉପସ୍ଥିତି ହୋଇଥିବାର ଅନୁମାନ କରାଯାଏ। ପାଣିନି ନାଟ୍ୟ ସୂତ୍ରକାର ଶିଳାଳୀ କୃଶାଶ୍ୱ ଏ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଅଶୋକ ଓ ଖାରବେଳଙ୍କର ଶିଳାଲେଖରେ ସମାଜ ନାମକ ଯେଉଁ ଶବ୍ଦଟିର ବ୍ୟବହାର ଦେଖିବାକୁ ମିଳିଥାଏ, ତାହା ନାଟ୍ୟ ଅଭିନୟ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ପଣ୍ଡିତମାନଙ୍କର ମତ।
ଲୋକଶିକ୍ଷା ଦେବା ଉଦ୍ଦେଶ୍ୟରେ ରାମାୟଣ ଓ ମହାଭାରତର ବହୁ କଥାକୁ ଅବଲମ୍ବନ କରି ବିଭିନ୍ନ ଲୀଳା ପ୍ରକାଶିତ ହେଲା। ରାମ ଲୀଳାରେ ରାମଙ୍କର ଜୀବନ ବହୁ କଥା ଉପରେ ଆଧାରିତ। ବୈଷ୍ଣବ ଧର୍ମରେ ଯେମିତି କୃଷ୍ଣଙ୍କର ଲୀଳା ସମଗ୍ର ଭାରତରେ ପ୍ରସାର ଲାଭ କରିଥିଲା, ମୁସଲମାନ ରାଜତ୍ୱ ସମୟରେ ପାଲା ପରି ଲୋକନାଟ୍ୟ ମଧ୍ୟ ସୃଷ୍ଟି ଲାଭ କରିଥିଲା। ଏଥିରେ ସାମାଜିକ ବିଷୟ ସମସ୍ୟାମାନ ସ୍ଥାନ ପାଇଥିଲା। ଆଦିବାସୀମାନେ ମଧ୍ୟ ସେମାନଙ୍କର ଉତ୍ସର୍ଗ, ପୂଜା ପର୍ବତ, ନୃତ୍ୟ ଓ ଅଭିନୟ କରିଥାନ୍ତି। ତେଣୁ ଏକଦା ଭାରତବର୍ଷରେ ଲୋକନାଟ୍ୟ ଯେ ଏକ ସର୍ବଜନୀନ କଳା ଭାବରେ ସ୍ୱୀକୃତି ଲାଭ କରିଥିଲା କହିବା ବାହୁଲ୍ୟ ମାତ୍ର। ଆଉ ଗୋଟେ ପଏଣ୍ଟ, ଓଡ଼ିଆ ଲୋକନାଟକର ପ୍ରକାରଭେଦ। ଓଡ଼ିଆ ଲୋକନାଟକ କହିଲେ କୌଣସି ଏକ ନିର୍ଦ୍ଦିଷ୍ଟ ନୃତ୍ୟ ବା ନାଟକକୁ ବୁଝାଇ ନଥାଏ। ଜନମାନସର ପରିବର୍ତ୍ତନ ସହିତ ତାଳ ଦେଇ ଏହାର ରୂପରେ ମଧ୍ୟ ବହୁବିଧ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ। ମୁଖ୍ୟତଃ ଧର୍ମତାର, ମନୋରଞ୍ଜନ, ସମାପନଦାନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନାଟ୍ୟ ରଚିତ। ଲୀଳା। ଓଡ଼ିଆ ଲୋକନାଟକର ବିକାଶରେ ଲୀଳାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୀଳାର ଆକ୍ଷରିକ ଅର୍ଥ ହେଉଛି କ୍ରୀଡ଼ା। ଚିତ୍ତ ବିନୋଦନ ନିମନ୍ତେ ହାସ୍ୟ ଏବଂ କଥୋପକଥନ ଦ୍ୱାରା ପ୍ରିୟତମର ଅନୁକରଣ ଲୀଳା କୁହନ୍ତି। ଆଧ୍ୟାତ୍ମିକ ଭାବନାରୁ ଏହି ଲୀଳାର ସୃଷ୍ଟି। ଏହି ଲୀଳାରେ ମୁଖ୍ୟତଃ ରାମାୟଣ, ମହାଭାରତ, ହରିବଂଶ ଆଦି ମୁଖ୍ୟତଃ ଭୂମିକା ଗ୍ରହଣ କରିଥିବାର ଦେଖାଯାଏ। ପ୍ରାଥମିକ ସ୍ତରରେ ପୁରୋହିତଙ୍କର ଦ୍ୱାରା ଗାନ କରାଯାଇଥିବା ରାମକୃଷ୍ଣ ଆଦିଙ୍କ କଥା ସହଯୋଗୀମାନେ ସ୍ୱର, ତାଳ ଓ ଲୟରେ ଗାନ କରୁଥିଲେ ଏବଂ ଉପସ୍ଥିତ ଚରିତ୍ରମାନେ ବିଭିନ୍ନ ମୁଖ ଅଭିନୟ ଦ୍ୱାରା ତାର ବିଷୟବସ୍ତୁକୁ ଉପସ୍ଥିତ ଦର୍ଶକମାନଙ୍କୁ ବୁଝାଇ ଦେଉଥିଲେ। ପରବର୍ତ୍ତୀ ସମୟରେ ଏଥିରେ ସଂଳାପ ଯୋଡ଼ି ଦିଆଯାଏ। ପାତ୍ର ପାତ୍ରୀଙ୍କ ମୁଖରେ ତାହା ପ୍ରକାଶ କରାଗଲା। ଶେଷ ଆଡ଼କୁ ନୃତ୍ୟ ଗୀତର ସମାବେଶରେ ଏହା ବେଶ୍ ଆମୋଦଦାୟକ ହୋଇପାରିଥିଲା। ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ବିଶି ରାମଲୀଳା କୁହାଯାଏ। ଓଡ଼ିଆ ଭାଷାରେ ରଚିତ ପ୍ରଥମ ଲିଖିତ ଲୀଳା ବୋଲି ପଣ୍ଡିତ ଶ୍ରୀ ନୀଳମଣି ମିଶ୍ର ମତ ଦେଲେ ହିଁ ଭାଗବତରେ ଏହା ପ୍ରାଥମିକ ରୂପ ପରିଲିଖିତ ହୋଇଥିଲା। ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଲୀଳା ଦୃଷ୍ଟିଗୋଚର ହୋଇଥାଏ, ଯଥା ରାମଲୀଳା, ଭରତ ଲୀଳା। ବିଭିନ୍ନ ଲୀଳା ମଧ୍ୟରେ ରାମଲୀଳା ସବୁଠାରୁ ପ୍ରାଚୀନ ମନେ ହୋଇଥାଏ। ଭାରତରେ ତୁଳସୀଦାସଙ୍କ ରାମଚରିତମାନସ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ପାଇଛନ୍ତି। ଏହାର ଅର୍ଥ ନୁହେଁ ଯେ ତୁଳସୀଦାସଙ୍କ ପୂର୍ବରୁ କୌଣସି ଲୀଳା ନଥିଲା, ମାତ୍ର ସେ ଏହା ମାଧ୍ୟମରେ ରାମଲୀଳାକୁ ଏକ ନୂତନ ଆଧୁନିକ ରୂପ ପ୍ରଦାନ କଲେ। ଓଡ଼ିଶାର ବିଶି ରାମଲୀଳା ସାଙ୍ଗୀତିକତା, ସଂଳାପ ଧର୍ମିତା ଅନନ୍ୟ ସାଧାରଣ। ଅଷ୍ଟାଦଶ ଶତାବ୍ଦୀର ଆଦ୍ୟ ଭାଗରେ ଏହା ରଚିତ ହୋଇଥିଲା। ଏହି ରାମଲୀଳା ସମ୍ପର୍କରେ ହରିବଂଶର ଗୋଟିଏ ସୁନ୍ଦର ଉପାଖ୍ୟାନ ରହିଛି। ବ୍ରଜନାରଙ୍ଗ କନ୍ୟା ପ୍ରଭାବତୀ ପ୍ରଦ୍ୟୁମ୍ନଙ୍କ ସୌନ୍ଦର୍ଯ୍ୟ ବିଷୟରେ ହଂସି ଶୁଣିବା ମାତ୍ରେ ତାଙ୍କ ସହିତ ମିଳିତ ହେବାର ଆଗ୍ରହ ପ୍ରକାଶ କରେ। ଯାଦବମାନେ ନଟବେଶ ଧାରଣ କରି ବ୍ରଜପୁରୀରେ ପ୍ରବେଶ ହୋଇ ରାମଲୀଳା ପ୍ରଦର୍ଶନ କରିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଦ୍ୟୁମ୍ନ। ରାମଚନ୍ଦ୍ର ପ୍ରଜାନୁରଞ୍ଜନ ରୂପ ଏବଂ ରାମରାଜ୍ୟରେ ସୁବିଚାର ପ୍ରତ୍ୟେକ ମାନବକୁ ରାମଚନ୍ଦ୍ରଙ୍କର ବ୍ୟକ୍ତିତ୍ୱ ପ୍ରତି ଆକୃଷ୍ଟ କରାଇଥିଲା। ତାଙ୍କର ଲୀଳା ଶ୍ରବଣ କରି ମଣିଷ ନିଜର ଆଧ୍ୟାତ୍ମିକ ପିଇବାର ଇଚ୍ଛାକୁ ପ୍ରଶମିତ କରିବାକୁ ଚାହୁଁଥିଲା, ଯାହାଦ୍ୱାରା ରାମଚନ୍ଦ୍ରଙ୍କ ଜୀବନରେ ବହୁ ଅଭୂତପୂର୍ବ ଘଟଣାକୁ ନେଇ ଅନେକ ରାମଲୀଳା ସୃଷ୍ଟି କରିଥିଲା। ପୂର୍ବ ଭଳି ଏବେ ମଧ୍ୟ ଅଭିନୟ ହେଉଛି। ରଘୁନାଥ ଦାସ ତାଙ୍କର ରାମଲୀଳାକୁ ରାମାୟଣ କାଣ୍ଡ ପରିବର୍ତ୍ତେ ବିଭିନ୍ନ ଲୀଳା ଅର୍ଥାତ୍ ଜନ୍ମଲୀଳା, ବିବାହଲୀଳା ଆଦି ନାମରେ ନାମିତ କରିଛନ୍ତି। 2 ପଏଣ୍ଟ, ରାସଲୀଳା ବା କୃଷ୍ଣଲୀଳା। କୃଷ୍ଣଙ୍କ ଜୀବନର ବିଭିନ୍ନ କାହାଣୀକୁ ନେଇ ଏହି ଲୀଳା ଅଭିନୀତ ହୁଏ। ମହାଭାରତର ବିଷୟବସ୍ତୁ ଏଥିରେ ଅଭିନୀତ ହୁଏ। ରାମଲୀଳା ପରି କୃଷ୍ଣଲୀଳା ମଧ୍ୟ ତତ୍କାଳୀନ ସମୟରେ ରାଜବଂଶର ପୃଷ୍ଠପୋଷକତାକୁ ଜନସମାଜରେ ଆଦୃତ ଲାଭ କରିଥିଲା। କେତେକ ଏହାକୁ ରାସଲୀଳା
ଓ ଆଉ କେତେକ ଏହାକୁ କୃଷ୍ଣଲୀଳା କୁହନ୍ତି। ଭାରତର ବିଭିନ୍ନ ସ୍ଥାନରେ ଏହା ବିଭିନ୍ନ ନାମରେ ବର୍ଣ୍ଣିତ। ଶ୍ରୀକୃଷ୍ଣ ହେଉଛନ୍ତି ରସରାଜ ଏବଂ ଶ୍ରୀରାଧା ହେଉଛନ୍ତି ରାସେଶ୍ୱରୀ। କୃଷ୍ଣଙ୍କ ସହିତ ଗୋପାଙ୍ଗନା ତଥା ରାଧାଙ୍କୁ ନେଇ ଅନେକ ଲୀଳା ରଚିତ ହୋଇଛି। ରସରୁ ରାସଲୀଳା ସୃଷ୍ଟି, କାରଣ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ରସ ସ୍ୱରୂପ ରସରାଜ। ଷୋଡ଼ଶ କିମ୍ବା ସପ୍ତଦଶ ଶତକରେ ଶିଶୁ ବନମାଳୀ ଦାସ 3 ଖଣ୍ଡରେ ଏକ ବିରାଟ ରାସଲୀଳା ଗ୍ରନ୍ଥ ରଚନା କରିଥିଲେ। ଯାତ୍ରା ବା ଗୀତିନାଟ୍ୟ। ଯାତ୍ରା ଅର୍ଥ ଅତ୍ୟନ୍ତ ବିସ୍ତାର। ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ନାଟ, ଗୀତିନାଟ୍ୟ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇପାରେ। ଯାତ୍ରା ଶବ୍ଦଟି ଯା ଧାତୁରୁ ନିଷ୍ପନ୍ନ, ଯାହାର ଅର୍ଥ ଯିବା। ସାଧାରଣତଃ କୌଣସି ମେଳା ସ୍ଥାନକୁ ଧର୍ମ ଉପଲକ୍ଷେ ଅନେକ ଲୋକ ଯାତ୍ରା କରିବା ସମୟରେ ବାଟରେ ଚିତ୍ତ ବିନୋଦନ ନିମନ୍ତେ ଯାତ୍ରାର ସୃଷ୍ଟି ହୋଇଥିଲା ବୋଲି କାହାରି କାହାରି ମତ। ଏହାର ମୂଳ ରୂପ ବୌଦ୍ଧ ଧର୍ମ ଓ ଜୈନ ଧର୍ମର ସାହିତ୍ୟର ଅନୁସନ୍ଧାନ କରାଯାଇଅଛି। ଯାତ୍ରାର ବିଷୟବସ୍ତୁ ମୁଖ୍ୟତଃ ପୌରାଣିକ ଓ ଐତିହାସିକ ହୋଇଥାଏ। ଅପେରା ଓ ଯାତ୍ରା ବିଷୟବସ୍ତୁ ମଧ୍ୟରେ ବିଶେଷ ପାର୍ଥକ୍ୟ ହୋଇନଥାଏ। ଯାତ୍ରାରେ ସଳାପ ଓ ସଙ୍ଗୀତ ରସ ଦୃଷ୍ଟିରେ ସମାନ ଭାବରେ ଅଂଶଗ୍ରହଣ କରିଥାନ୍ତି। ସେହିପରି ଗୀତିନାଟ୍ୟ ପରମ୍ପରାର ପ୍ରାଚୀନ ନହେଲେ ମଧ୍ୟ ଗୀତିଗୋବିନ୍ଦରେ ଏହାର ସ୍ୱରୂପ ନିହିତ ଥିବାର ଅନମୟ ଓଡ଼ିଶାର ପ୍ରଥମ ଗୀତିନାଟ୍ୟ ରଚିତ ଭାବେ ଶଙ୍କର ମିଶ୍ର ପରିଚିତ। ଏହାର ବିଷୟବସ୍ତୁ ପୌରାଣିକ ଓ କାଳ୍ପନିକ। ବୈଷ୍ଣବ ପାଣି, ଭିକାରୀ ନାୟକ ପ୍ରମୁଖ ନାଟ୍ୟକାର ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ସେହିପରି ସୁଆଙ୍ଗ। ଭାରତୀୟ ଲୋକନାଟ୍ୟ ପରମ୍ପରାରେ ସୁଆଙ୍ଗ ରଚନା ବହୁ ପ୍ରାଚୀନ। ବୈୟାକରଣିକ ପାଣିନିଙ୍କ ସମୟରେ ସୁଆଙ୍ଗ ଜନପ୍ରିୟ ଲୋକନାଟ୍ୟ ଅନୁମାନ କରାଯାଇଥାଏ ଥିଲା ବୋଲି। ଚର୍ଯ୍ୟା ଗୀତିକାରେ ସୁଆଙ୍ଗ ଶବ୍ଦର ପ୍ରୟୋଗ ହୋଇଛି। କେତେକ ସୌଭାଙ୍ଗ ଶବ୍ଦରୁ ସୁଆଙ୍ଗ ଶବ୍ଦ ଆସିଛି ବୋଲି ମତ ଦେଇଥାନ୍ତି। ଶିକ୍ଷାଦାନ ଅପେକ୍ଷା ମନୋରଞ୍ଜନ ହେଉଛନ୍ତି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାର କଥାବସ୍ତୁ ମୁଖ୍ୟତଃ ଶୃଙ୍ଗାର ରସ ପ୍ରଦାନ। ସାରଳା ଦାସଙ୍କ ରଚିତ ଲକ୍ଷ୍ମୀନାରାୟଣ ବଚନିକାକୁ ଡକ୍ଟର ବଂଶୀଧର ମହାନ୍ତି ସୁଆଙ୍ଗର ଆଦି ରୂପ ବୋଲି କହିଛନ୍ତି। ସୁଲୋଚନା, ହରଣ, ଚନ୍ଦ୍ରାବତୀ ହରଣ ଆଦି ସୁଆଙ୍ଗ ଅତି ଉଚ୍ଚ କୋଟିର। ପ୍ରହସନ ବା ଫାର୍ସ, ହାସ୍ୟରସ ମୁଖ୍ୟତଃ ହାସ୍ୟରସ ସୃଷ୍ଟି ନିମନ୍ତେ ଏଗୁଡ଼ିକ ରଚିତ। ଏବଂ ଫାର୍ସ ବା ପ୍ରହସନ ବୋଇଲେ ଲଘୁ କଳ୍ପନାଶ୍ରିତ ହାସ୍ୟ କୌତୁକପୂର୍ଣ୍ଣ କ୍ଷୁଦ୍ର ନାଟକକୁ ବୁଝାଇଥାଏ। ଏହାର ରସରଙ୍ଗ ମୁଖ୍ୟତଃ ଘଟଣାଶ୍ରୟୀ ଗୋବିନ୍ଦେଶ୍ୱର ଦେଓ, ଲକ୍ଷ୍ମୀକାନ୍ତ ମହାପାତ୍ର ଭଳି ସ୍ରଷ୍ଟା ପ୍ରହସନ ରଚନା କରିଥିଲେ। ମୋଗଲ ତାମସା। ତାମସାକୁ କେତେକ ନାଟକ ଅର୍ଥରେ ଓ ଅନ୍ୟ କେତେକ କ୍ରୀଡ଼ା ଅର୍ଥରେ ବ୍ୟବହାର କରିଥାନ୍ତି। ଅତୀତରେ ଓଡ଼ିଶାରେ ବହୁ ପ୍ରକାର ତାମସା ରଚିତ ହୋଇଥିଲା। ବଂଶୀବଲ୍ଲଭ ଗୋସ୍ୱାମୀ ଥିଲେ ତାମସା, ଯୋଗୀ ତାମସା, ଫକୀର ତାମସା, ରାଧାକୃଷ୍ଣ ତାମସା ଆଦି ରଚନା କରିଥିଲେ। ମୋଗଲ ତାମସାରେ ପ୍ରଥମେ ଶାସକମାନଙ୍କର ବିଳାସମୟ ଜୀବନଚିତ୍ର, ଚାରିତ୍ରିକ ସ୍ଫଳନ, ଦୁର୍ନୀତି ଆଦିକୁ ବ୍ୟଞ୍ଜନାତ୍ମକ ଭାବରେ ପ୍ରକାଶ କରାଯାଇଛି। ଏଥିରେ ବିଭିନ୍ନ ବାଦ୍ୟ ସଂଯୋଜିତ କରାଯାଇଛି। ପାଲାକୁ ଓଡ଼ି ଆଲୋଚକମାନେ ପାଲାକୁ ଓଡ଼ିଆ ଲୋକନାଟ୍ୟ ଅନ୍ତର୍ଭୁକ୍ତ କରିଥାନ୍ତି। ମୁସଲମାନଙ୍କ ଦ୍ୱାରା ଓଡ଼ିଶା ଅଧିକୃତ ହେବା ପରେ ପାଲାର ସୃଷ୍ଟି ବୋଲି ଆଲୋଚକମାନେ ଖିଲନା ଶଙ୍କର ମତ ଦେଇଛନ୍ତି। ତାଙ୍କ ମତାନୁସାରେ ମୁସଲମାନମାନଙ୍କ ପ୍ରଭାବରୁ ଏକ ଦିଗରେ ପାଲାର ଆରମ୍ଭ ହୋଇଛି ବୋଲି କହିଛନ୍ତି। ଏହା କ୍ରମଶଃ ଓଡ଼ିଶାର ପ୍ରାଚୀନ ପ୍ରଧାନ କବିମାନଙ୍କର ସଙ୍ଗୀତକୁ ଅବଲମ୍ବନ କରି ରୂପାନ୍ତର ଗ୍ରହଣ କରିବାକୁ ହୋଇଥିଲା ଓ ଜାତୀୟ ଜୀବନରେ ନାନା ସାମାଜିକ ଅନୁଷ୍ଠାନମାନଙ୍କରେ ପାଲା ଲୋକମାନଙ୍କର ଚିତ୍ତ ବିନୋଦନ ନିମିତ୍ତ ବ୍ୟବହୃତ କରିଥିଲା। ସମ୍ପ୍ରତି ଏହି ପାଲା ଗାଁ ଠାରୁ ସହର ଯାଇ ତାର ପ୍ରଭାବ ବିସ୍ତାର କରିଛି। ଏଥିରେ ଅନେକ ଗାୟକ ସଫଳତା ଅର୍ଜନ କରିଛନ୍ତି। ତାପରେ ଆସିଲା ଦାସକାଠିଆ। ଏହାର ସୃଷ୍ଟି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସମାଲୋଚକମାନେ ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇପାରି ନାହାନ୍ତି। ରାମାୟଣ ଯୁଗରୁ ଏହାର ଆରମ୍ଭ ବୋଲି କେତେକ ମତ ବ୍ୟକ୍ତ କରିଥାନ୍ତି। ଲକ୍ଷ୍ମଣ 2 ଖଣ୍ଡ କାଠିକୁ ବାଦ୍ୟଯନ୍ତ୍ର କରି ଅନ୍ୟମାନଙ୍କ ମଧ୍ୟରେ ରାମ ନାମ ଗାନ କରି ସେମାନଙ୍କ ମନର ଉତ୍ସାହ ସୃଷ୍ଟି କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ଦାସ, ତାଙ୍କ ଦ୍ୱାରା ବ୍ୟବହୃତ କାଠି ଏହାର ମୁଖ୍ୟ ବାଦ୍ୟଯନ୍ତ୍ର ହୋଇଥିବାରୁ ଏହାର ନାମ ଦାସକାଠିଆ ରହିଛି। ଗଞ୍ଜାମ ଜିଲ୍ଲାରେ ଏହା ପରିଚିତ ଅଧିକ। ଗଞ୍ଜାମ ଜିଲ୍ଲାରେ ସୃଷ୍ଟି। ସେପରି ଦଣ୍ଡନାଚ। ଦାଣ୍ଡରେ ନାଚୁଥିବା ବା ଏକ ଦଣ୍ଡବାଡ଼ିକୁ ଶିବ ଗୌରୀଙ୍କର ପ୍ରତୀକ ଭାବରେ ପୂଜା କରୁଥିବା
ଏହାର ନାମ ଦଣ୍ଡନାଚ। ପୂଜା କରାଯାଉଥିବା ଦଣ୍ଡଟିକୁ ସିନ୍ଦୁର ଓ ରଙ୍ଗୀନ ରଙ୍ଗ ଲୁଗାରେ ସଜ୍ଜିତ କରାଯାଇଥାଏ। ଶବର ସବରୁଣୀ ଏହାର ନାୟକ ନାୟିକା। ବିଭିନ୍ନ ମାନସିକ ରଖି ଭକ୍ତ ଦଣ୍ଡନାଟ କରାଯାଇଥାଏ। ସନ୍ତାନ ଲାଭ, ବ୍ୟାଧିରୁ ମୁକ୍ତି, ପୁଣ୍ୟ ଅର୍ଜନ ଉଦ୍ଦେଶ୍ୟରେ ଲୋକମାନେ ଖର୍ଚ୍ଚ ଦେଇ ଏହା କରିଥାନ୍ତି। ଏଥିରେ ମଧ୍ୟ ଗୃହସ୍ଥର ମଙ୍ଗଳ ପାଇଁ ନୃତ୍ୟକାରୀମାନେ ଶିବଙ୍କର କରୁଣା ଭିକ୍ଷା କରିଥାନ୍ତି। ନୃତ୍ୟ ବା ଗୀତ ଦଣ୍ଡନାଚର ମୁଖ୍ୟ ବୈଶିଷ୍ଟ୍ୟ। ଢୋଲ ବାଦ୍ୟ ଏହାର ମୁଖ୍ୟ ବାଦ୍ୟ। ଏହା ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ। କଣ୍ଢେଇ ନାଟ। ଲୋକନାଟ୍ୟ ପରମ୍ପରାରେ କଣ୍ଢେଇ ନାଟ ଏକ ବିଶେଷ ଭୂମିକା ଗ୍ରହଣ କରିଛି। ଏହି ନାଟରେ ଗୋଟିଏ ଛୋଟ ମଞ୍ଚ ରହିଥାଏ। ମଞ୍ଚ ଅନ୍ତରାଳରେ ରେଶମ ସୂତାରେ କଣ୍ଢେଇଗୁଡ଼ିକୁ ଖୁଣ୍ଟିରେ ଝୁଲାଇ ବିଭିନ୍ନ ଭଙ୍ଗୀରେ ସୂତା ଚାଳନା କଲେ ସେମାନେ ନୃତ୍ୟ କରିଥାନ୍ତି। ଏଥିରେ ବାଦ୍ୟକାର ଓ ଗାୟିକା ଥାନ୍ତି। ମଝିରେ ମଝିରେ ସଂଳାପରେ ବ୍ୟବହାର ହୋଇଥାଏ। ଏହାର କୌଣସି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ନଥାଏ। ପୁରାଣର କୌଣସି ଘଟଣାକୁ ବିଷୟ ରୂପେ ଗ୍ରହଣ କରି ନାଟରେ ପରିଣତ କରାଯାଇପାରେ। କଣ୍ଢେଇ ନାଟ ସମ୍ପର୍କରେ ମତ ଦେଇ ଡକ୍ଟର ଗୌରାଙ୍ଗ ଚରଣ ଦାସ କୁହନ୍ତି, କଣ୍ଢେଇ ନାଟ ଲୋକନାଟକର ବିଚିତ୍ର ଭୂମିରେ ଏକ ଶକ୍ତିଶାଳୀ ପ୍ରକରଣ। କଣ୍ଢେଇ ନାଟକର ଲୋକନାଟକର ସକଳ ବିଭାବ ଥାଏ। କେବଳ ନଥାନ୍ତି ଅଭିନେତା ଓ ଅଭିନେତ୍ରୀ। ଚରିତ୍ରମାନଙ୍କର ନିର୍ଜୀବ ପ୍ରତୀକମାନେ ଅନ୍ୟମାନଙ୍କର ହାତରେ କରଣୀରେ ଭାବ ପ୍ରକାଶ କରୁଥାନ୍ତି। କଣ୍ଢେଇ ନାଟରେ ଶରୀରଧାରୀମାନଙ୍କର ଆବିର୍ଭାବ ନଥିଲେ ମଧ୍ୟ ମନର ସକଳ ପ୍ରତିକ୍ରିୟା ଏହି କଣ୍ଢେଇମାନଙ୍କ ମାଧ୍ୟମରେ ରୂପାୟିତ ହୋଇଥାଏ।